हेलो हाय नमस्कार ମୁଁ ଆପଣମାନଙ୍କର ଅତି ପ୍ରିୟ ଅତି ନିଜର ଅତି ପାଖ ଲୋକ ଯାହାକୁ କି ଆପଣମାନେ ଚିହ୍ନି ନାହାନ୍ତି। କେମିତି ଚିହ୍ନିବେ? ଏଇଟା ତ ମୋର ଫାଷ୍ଟ ବ୍ଲଗ। ତ ଆପଣମାନେ ତ ମୋତେ ଆଗରୁ କେବେ ଦେଖିନାହାନ୍ତି। ତ ମୋ ଫାଷ୍ଟ ବ୍ଲଗରେ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି ଯେ ବର୍ଷ ଭିତରେ ବର୍ଷ ନୂଆ ବର୍ଷ ଆଉ ନୂଆ ବର୍ଷରେ ସାଙ୍ଗମାନଙ୍କ ସହିତ ଫିଷ୍ଟ କରିବାର ମଜା କିଛି ଅଲଗା ଥାଏ। ତ ସେଇ ମଜା ଭିତରେ ସ୍କୁଲ ପିଲାମାନଙ୍କ ସହିତ ଫିଷ୍ଟ କରିବାର ଯେଉଁ ମଜା ସତରେ କିଛି ନିଆରା ଥାଏ। ତ ଆମର ବି ସ୍କୁଲ ପିଲାମାନେ ମିଶିକି ସେମିତି କିଛି ଗୋଟେ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତ ଆସନ୍ତୁ ଯିବା ସେ ନିଆରା କାର୍ଯ୍ୟକ୍ରମରେ ଯୋଗଦାନ ଦେବା ପାଇଁ। ତ ଦୀର୍ଘ 2 ମାସ ଆଗରୁ ବଣଭୋଜି ଅନୁଷ୍ଠାନ ନାମରେ ଏକ ଗ୍ରୁପ୍ ଖୋଲି ସେଥିମଧ୍ୟରେ ନାନା ପ୍ରକାରର କଳାକୌଶଳ ଦେଖାଇ ବିଭିନ୍ନ ପ୍ରକାରର କାମୁଡ଼ା କାମୁଡ଼ି ରମ୍ପାରମ୍ପି ଝିଙ୍ଗାଝିଙ୍କି ହୋଇ ସ୍ଥିର କଲେ ଯେ ଆମେ ଏକ ଫିଷ୍ଟଟେ କରିବା। ଫିଷ୍ଟ ତ କରିବା, ହେଲେ ଆଇଟମ୍ କ'ଣ କରିବା? ଯେତେବେଳେ ଆଇଟମ୍ କଥା ଆସିଲା, ପୁଣି କାମୁଡ଼ା କାମୁଡ଼ି ଆରମ୍ଭ ହେଇଗଲା। ଇଏ କହୁଥାଏ ଏଟା କରିବା, କିଏ କହୁଥାଏ ସେଟା କରିବା, କିଏ କହୁଥାଏ ସେଟା କରିବା, କିଏ କହୁଥାଏ ନା ସେଟା କରିବା। ତ ଏମିତି କାମୁଡ଼ା କାମୁଡ଼ି ହେଲା ପରେ ଆଇଟମ୍ ବି ସ୍ଥିର ହେଇଗଲା। ତ ତାପରେ ପୁଣି ଆରମ୍ଭ ହେଇଗଲା ମେନ୍ କାର୍ଯ୍ୟକ୍ରମ, ଯାହାକି ନିଆରା କାର୍ଯ୍ୟକ୍ରମ। ତ ବଡ଼ି ଭୋର ଉଠି ଆମେ ବାହାରି ଯାଇଥିଲୁ ମାର୍କେଟିଂ କରିବା ପାଇଁ। ତ ହାଏ ଗାଇସ୍, ତ ଆପଣମାନେ ଦେଖିପାରୁଥିବେ 1:30 ବାଜିଲାଣି। ତ ଏଠି ଆମର ପିଲା ବ୍ୟାନର ବାନ୍ଧୁଛନ୍ତି। ତ ଆଉ ଦୁଇଟା ପିଲା ଆମର ସିଏ ପକାଉଛନ୍ତି ଜମ୍ପର ଯାଇ ସେଠି। ତ ଏଇ ଜମ୍ପର ପକ୍ଷରୁ ଆମେ ଭାଇରାଲ ହେଇଥିଲୁ। ପୁଣି ଆମର ଯାଇଛନ୍ତି 2 ଜଣ ସେଠି ଜମ୍ପର ପକାଉ। ଗାଇସ୍ ଇଏ ହେଉଛନ୍ତି ସେଇ 2 ଜଣ ପିଲା ଯେଉଁମାନେ କି ଏଠି ବସିକି ଜମ୍ପର ପକାଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଠିକ୍ ସେ ପଡ଼ିନି। କେଉଁଠି ପଡ଼ୁଛି ବି ଠିକ୍ ନାହିଁ, ତ ଜଣା ହେଉନି। ଦେଖାଯାଉ କ'ଣ ହେଉଛି, କେତେ ବାଟ ଯାଉଛି। ଜମ୍ପର ତ ପକାଇଦେଲେ, ଏବେ ଆସନ୍ତୁ ମାଇକ୍ କଲେକ୍ସନଟା କରିବା। ଆରେ ଇଏ ବ୍ୟାନର ଟାଙ୍ଗି ସାରିଲେଣି? ମୁଁ ଭାବୁଥିଲି ମୁଁ ଟାଙ୍ଗିବି ବୋଲି। ଏପଟରେ ଇଏ ବି ପରିବାପତ୍ର କାଟିଲେଣି। ହଁ, ତୁ ଆମର ଚୁଲିଟା ବାଗେଇକି ହାଣ୍ଡିଟା ବସେଇଦେନି। 3ଟା ବାଜିଲାଣି, ଇଏ କିଛି କରିନାହାନ୍ତି। ଏ ପିଲାଟି କ'ଣ ଅଛୁଛି ହାତ ଗୋଡ଼ ଟେକି ନାଚି ଦେଉଛି? ଏଠି ଗୋଟେ ବଡ଼ ମିଟିଂ ଚାଲିଥିଲା ବେଳେ ଆମ ଗେଷ୍ଟ ଆସିକି ପହଞ୍ଚି ସାରିଲେଣି। ଏଠି କେତେ ରୋଷେଇଆ ଭାଇ? ମୁଁ ଭାବୁଥିଲି ଏଠି ରୋଷେଇ କିଏ କରିବ, ଦେଖିଲା ଆଉ ସବୁ ଗୋଟେ ରୋଷେଇଆ ବାହାରିଲେଣି। ଏଇ ପିଲାଟାର ଯେଉଁ ନାଚ ଆପଣ ଆଉ କେଉଁଠି ଖୋଜିଲେ ବି ପାଇବେନି। ଆମ ରୋଷିଆ ମାନେ ହେଉଛନ୍ତି ଫରେନ୍ ରୋଷିଆ। ଲାଗୁଛି ବେଣୁଜୁ ହେଇଗଲା ଆଉ, ଚାଲ ଖାଇଦବା। ତ ଫାଇନାଲି ଆମେ ଭୋରୁ ଆମେ ଖାଇଲୁ। ତ ଆପଣ ମାନେ ଦେଖିପାରୁଥିବେ ଆମର ଦିନ ଫିଷ୍ଟ କରିକି ଆମ ପିଲାମାନଙ୍କର ସାହାଯ୍ୟ ସହଯୋଗ ଫଳରେ ଆମେ ମାନେ ଭୋରୁ ଖାଇଲୁ। ତ ଆପଣ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଦେଇ ଆମେ ଭାତର ପ୍ରଥମ ଗୁଣ୍ଡା ଖାଉଛୁ। ସବୁ ଗ୍ରୁପରେ ଏମିତି ଗୋଟେ ପିଲା ଥାନ୍ତି ଯେଉଁମାନେ ଖାଇସାରିଲା ପରେ ଘରକୁ କେମିତି ନେବେ ସେଇ କାମରେ ଲାଗି ପଡ଼ନ୍ତି।